ରାଧାଙ୍କ ମୃତ୍ୟୁ କିପରି ହେଲା? କୃଷ୍ଣ କାହିଁକି ଭାଙ୍ଗିଲେ ବଂଶୀ? ରାଧାକୃଷ୍ଣଙ୍କ ଅତୁଟ ପ୍ରେମ କଥା। ଯେତେବେଳେ ବି ଅସୀମ ପ୍ରେମ କଥା ଆସେ ସେତେବେଳେ ରାଧାକୃଷ୍ଣଙ୍କ ପ୍ରେମର ଉଦାହରଣ ଦିଆଯାଏ। ପିଲାଦିନରୁ ଶ୍ରୀକୃଷ୍ଣ ରାଧାଙ୍କୁ ଭଲ ପାଉଥିଲେ। ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ସହିତ 8 ବର୍ଷ ବୟସରୁ ହିଁ ପ୍ରେମ ହୋଇଯାଇଥିଲା। ଶାସ୍ତ୍ରରେ ଲେଖାଯାଇଛି ଶ୍ରୀକୃଷ୍ଣ ତାଙ୍କ ଜୀବନରେ କେବଳ ଏହି ଦୁଇଟି ଜିନିଷକୁ ଅଧିକ ଭଲ ପାଉଥିଲେ। ଏହି ଦୁଇ ଜଣ ବଂଶୀ ଏବଂ ରାଧା ଥିଲେ। କୃଷ୍ଣଙ୍କ ବଂଶୀର ସ୍ୱର ହିଁ ରାଧାଙ୍କୁ ଶ୍ରୀକୃଷ୍ଣଙ୍କ ଆଡ଼କୁ ଟାଣି ନେଇଥିଲା। ତେଣୁ ଶ୍ରୀକୃଷ୍ଣ ସର୍ବଦା ତାଙ୍କ ବଂଶୀ ସହିତ ରଖୁଥିଲେ। ବଂଶୀ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ସବୁବେଳେ ଏକ ସୂତ୍ରରେ ବାନ୍ଧି ରଖୁଥିଲା। ଶ୍ରୀକୃଷ୍ଣଙ୍କର ସମସ୍ତ ଚିତ୍ରରେ ବଂଶୀ ନିଶ୍ଚିତ ଭାବରେ ଉପସ୍ଥିତ। ବଂଶୀ ହେଉଛି କୃଷ୍ଣ ଓ ରାଧାଙ୍କର ପ୍ରେମର ପ୍ରତୀକ। ରାଧା ପ୍ରଥମ ଥର ପାଇଁ ଭଗବାନ କୃଷ୍ଣଙ୍କଠାରୁ ସେତେବେଳେ ଅଲଗା ହୋଇଥିଲେ ଯେତେବେଳେ ତାଙ୍କ କଂସ ମାମୁଁ ବଳରାମ ଓ କୃଷ୍ଣଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଖବର ଶୁଣି ବୃନ୍ଦାବନ ଲୋକମାନେ ବହୁତ ଦୁଃଖିତ ହୋଇଥିଲେ। ମଥୁରା ଯିବା ପୂର୍ବରୁ ଶ୍ରୀକୃଷ୍ଣ ରାଧାଙ୍କୁ ଭେଟିଥିଲେ। ରାଧା କୃଷ୍ଣଙ୍କ ମନରେ ଚାଲିଥିବା ପ୍ରତ୍ୟେକ ଗତିବିଧି ଜାଣିପାରୁଥିଲେ। ରାଧାଙ୍କୁ ବିଦାୟ ଦେଇ କୃଷ୍ଣ ତାଙ୍କଠାରୁ ଦୂରକୁ ଚାଲିଗଲେ। ରାଧାଙ୍କୁ ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଶୀଘ୍ର ସେଠାରୁ ଫେରିଆସିବେ, କିନ୍ତୁ କୃଷ୍ଣ ସେଠାରୁ ଆଉ ଫେରି ନଥିଲେ। ସେ ରୁକ୍ମିଣୀଙ୍କ ସହିତ ବିବାହ କରିଥିଲେ। ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ରୁକ୍ମିଣୀ ମଧ୍ୟ ବହୁତ ତପସ୍ୟା କରିଥିଲେ। ଶ୍ରୀକୃଷ୍ଣଙ୍କୁ ବିବାହ କରିବା ପାଇଁ ରୁକ୍ମିଣୀ ତାଙ୍କ ଭାଇଙ୍କ ବିରୁଦ୍ଧରେ ଯାଇଥିଲେ। ରାଧାଙ୍କ ପରି ସେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିଲେ। ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଏକ ପ୍ରେମପତ୍ର ପଠାଇଥିଲେ ଯେ ସେ ଆସି ତାଙ୍କୁ ସାଙ୍ଗରେ ନେଇଯାଆନ୍ତୁ। ଏହାପରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଯାଇ ତାଙ୍କୁ ବିବାହ କରିଥିଲେ। କୃଷ୍ଣ ବୃନ୍ଦାବନ ଛାଡ଼ିବା ପରେ ରାଧାଙ୍କ ଜୀବନ ଏକ ଭିନ୍ନ ମୋଡ଼ ନେଇଥିଲା। ରାଧାଙ୍କ ବିବାହ ଜଣେ ଯାଦବଙ୍କ ସହ ହୋଇଗଲା। ରାଧା ତାଙ୍କ ବିବାହିତ ଜୀବନର ସମସ୍ତ ରୀତିନୀତି ଅନୁସାରେ ଜୀବନ ବିତେଇଥିଲେ ଏବଂ ଜୀବନର ଅଧିକ ସମୟ ବିତିଗଲା ପରେ ମଧ୍ୟ ତାଙ୍କ ମନରେ କୃଷ୍ଣଙ୍କ ପ୍ରତି ସମର୍ପଣ ଭାବ ଥିଲା। ରାଧା ଜଣେ ପତ୍ନୀ ଭାବରେ ତାଙ୍କର ସମସ୍ତ କର୍ତ୍ତବ୍ୟ ପାଳନ କରିଥିଲେ। ଅନ୍ୟ ପକ୍ଷରେ ଶ୍ରୀକୃଷ୍ଣ ତାଙ୍କର ଦେବୀୟ କର୍ତ୍ତବ୍ୟ ପାଳନ କରିଥିଲେ। ସମସ୍ତ କାର୍ଯ୍ୟରୁ ମୁକ୍ତି ପାଇବା ପରେ ରାଧା ଶେଷ ଥର ପାଇଁ ତାଙ୍କ ପ୍ରିୟ କୃଷ୍ଣଙ୍କୁ ଭେଟିବାକୁ ଯାଇଥିଲେ। ଯେତେବେଳେ ସେ ଦ୍ୱାରକାରେ ପହଞ୍ଚିଲେ ସେ କୃଷ୍ଣଙ୍କର ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ ସହ ବିବାହ ବିଷୟରେ ଶୁଣିଥିଲେ ଓ ସେ ବହୁତ ଦୁଃଖୀ ହୋଇଥିଲେ। କୃଷ୍ଣ ରାଧାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ସଂକେତ ଭାଷାରେ ଉଭୟ ପରସ୍ପର ସହ କଥାବାର୍ତ୍ତା କରି ଚାଲିଥିଲେ। ଶ୍ରୀକୃଷ୍ଣଙ୍କ ଦ୍ୱାରକା ସହରରେ ରାଧାଙ୍କୁ କେହି ଚିହ୍ନି ନଥିଲେ। ରାଧାଙ୍କ ଅନୁରୋଧ କ୍ରମେ କୃଷ୍ଣ ତାଙ୍କୁ ରାଜଭବନରେ ଦେବିକା ଭାବରେ ନିଯୁକ୍ତ କଲେ। ରାଧା ଦିନସାରା ରାଜପ୍ରସାଦରେ ରହି ତାର ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ଯତ୍ନ ନେଉଥିଲେ, କିନ୍ତୁ ତାଙ୍କୁ ସୁଯୋଗ ମିଳିଲା ମାତ୍ରେ ସେ କୃଷ୍ଣଙ୍କୁ ଦର୍ଶନ କରି ନେଉଥିଲେ। କିନ୍ତୁ ରାଜପ୍ରସାଦରେ ରାଧା ଶ୍ରୀକୃଷ୍ଣଙ୍କ ସହ ଆଧ୍ୟାତ୍ମିକ ସଂଯୋଗ ଅନୁଭବ କରିପାରିଲେ ନାହିଁ। ତେଣୁ ରାଧା ରାଜଭବନରୁ ଦୂରେଇ ଯିବାକୁ ସ୍ଥିର କଲେ। ସେ ଭାବିଲେ ଯେ ସେ ଦୂରକୁ ଗଲେ ହିଁ ପୁନର୍ବାର କୃଷ୍ଣଙ୍କ ସହ ଏକ ଗଭୀର ଆତ୍ମୀୟ ସମ୍ପର୍କ ସ୍ଥାପନ କରିପାରିବେ। ସେ ଜାଣିନଥିଲେ ଯେ ସେ ଯେଉଁଆଡ଼େ ଯାଉଛନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ। ଧୀରେ ଧୀରେ ସମୟ ଗଡ଼ି ଚାଲିଲା ଏବଂ ରାଧା ଏକାକୀ ଏବଂ ଦୁର୍ବଳ ହୋଇଗଲେ। ସେତେବେଳେ ତାଙ୍କୁ ଶ୍ରୀକୃଷ୍ଣଙ୍କର ଆବଶ୍ୟକ ପଡ଼ିଲା। ଶେଷ ମୁହୂର୍ତ୍ତରେ ଭଗବାନ କୃଷ୍ଣ ତାଙ୍କ ସାମ୍ନାରେ ଉପସ୍ଥିତ ହେଲେ। କୃଷ୍ଣ ରାଧାଙ୍କୁ ତାଙ୍କଠାରୁ କିଛି ମାଗିବାକୁ କହିଥିଲେ, କିନ୍ତୁ ରାଧା ମନା କରିଦେଇଥିଲେ। କୃଷ୍ଣଙ୍କ ବାରମ୍ବାର ଅନୁରୋଧ କଲା ପରେ ରାଧା କହିଲେ ସେ ତାଙ୍କୁ ଶେଷ ଥର ପାଇଁ ବଂଶୀ ବଜାଇବାକୁ ଦେଖିବାକୁ ଚାହୁଁଛନ୍ତି। ଶ୍ରୀକୃଷ୍ଣ ତାଙ୍କ ବଂଶୀରେ ଅତ୍ୟନ୍ତ ସୁମଧୁର ସ୍ୱରରେ ଦିନରାତି ବଂଶୀ ବଜାଇବା ଆରମ୍ଭ କଲେ। ଯେବେ ରାଧା ଆଧ୍ୟାତ୍ମିକ ଭାବରେ ଶ୍ରୀକୃଷ୍ଣଙ୍କ ଠାରେ ବିଲୀନ ନ ହୋଇଯାଆନ୍ତୁ। ବଂଶୀର ସ୍ୱର ଶୁଣି ରାଧା ନିଜେ ଦେହତ୍ୟାଗ କଲେ। ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ ଯେ ତାଙ୍କର ପ୍ରେମର ଅମର, ତଥାପି ସେ ରାଧାଙ୍କ ମୃତ୍ୟୁକୁ ସହିପାରିଲେ ନାହିଁ। ଶ୍ରୀକୃଷ୍ଣଙ୍କ ପ୍ରେମର ପ୍ରତୀକ ବଂଶୀକୁ ଶେଷରେ ଭାଙ୍ଗିକି ଫିଙ୍ଗିଦେଲେ।
ସେବେଠାରୁ ଶ୍ରୀକୃଷ୍ଣ ତାଙ୍କ ଜୀବନ ସାରା ଆଉ ବଂଶୀ ବଜାଇଲେ ନାହିଁ। କୁହାଯାଏ ଯେ ଯେତେବେଳେ ନାରାୟଣ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭାବରେ ଜନ୍ମ ନେଲେ ସେତେବେଳେ ମାତା ଲକ୍ଷ୍ମୀ ରାଧାରାଣୀ ଭାବରେ ଜନ୍ମ ନେଇଥିଲେ, ଯାହାଦ୍ୱାରା ସେ ମୃତ୍ୟୁ ଲୋକରେ ବି ସାଥିରେ ଥିଲେ। ଜୟ ଶ୍ରୀକୃଷ୍ଣ।